हेलो है फ्रेंड्स मुस्मरणिका आपण मानक वेलकम करछि माय यूट्यूब चैनल माउनाल तो मो टोन आपण माने बहुत किछि माने ये करतेबे तो आज सेई दिन जो दिन मो बापा को कालिया बापा माने जेजो को हरैतिली तो 2011 मसीह आपण मान सहित सेयार करछि मते बहुत कष्ट लगे ए दिन आसिले तो आपण मान सहित सेयार करिया बोली भाबिदेली ଆଉ 2011 ମସିହାରେ ଯେତେବେଳେ ମୁଁ ଷଷ୍ଠରେ ପଢ଼ୁଥିଲି ତ ପଞ୍ଚମରେ ପଢ଼ୁଥିଲି ନୂଆପଡ଼ା ମାନେ ମୋ ଜନ୍ମସ୍ଥାନରେ ତାପରେ ଯେତେବେଳେ ତାଙ୍କ ଦେହ ଖରାପ ହେଲା ତ ସେଠୁ ମୁଁ ପଳେଇ ଆସିଥିଲି ତ ଅରିଜିନାଲ ଘର ଯୋଉଠି ସେଠିକି ପଳେଇ ଆସିଲି ଷଷ୍ଠରେ ପଢ଼ିଲି ଆଉ ମାନେ ଷଷ୍ଠଟା ଆରମ୍ଭ ହୁଏ ସେଇ ଏପ୍ରିଲ ମାସ ବେଳକୁ ତ ମୁଁ ପଳେଇ ଆସିଥିଲି ଏପ୍ରିଲ ମାସ ବେଳେ ତ ତାଙ୍କ ଦେହ ସେତେବେଳେ ଅଲରେଡି ବହୁତ ଖରାପ ହେଇସାରିଥିଲା ତ ଅପରେସନ ବି ସେ ହେଇଥିଲେ ଆଉ ମାନେ ବହୁତ ଚାନ୍ସ ବହୁତ କମ୍ ଥିଲା ବଞ୍ଚିବାର ତ ସେଥିପାଇଁକା ମୁଁ ସେଠି ରହିଲିନି ମୋ ମା ଏକା ସମସ୍ତେ ଥିଲେ ବଟ୍ ମୁଁ ପଳେଇ ଆସିଥିଲି ଆଉ ମୁଁ ଆସି ମୋ ବାବାଙ୍କ ପାଖରେ ଥିଲି ତ ମୋ ମା ସେଠି ଥିଲା ଜେଜେଙ୍କ ପାଖରେ ତ ଆସିଲା ପରେ ଏଇ ଦିନ ମାନେ ଆଜି ମନସା ପଞ୍ଚମୀ ସେତେବେଳେ ଜୁଲାଇ ମାସ ହେଇଥିଲା ପ୍ରାୟ ଡେଟ୍ ତ ମୁଁ ମନେ ନାହିଁ ବହୁତ ଛୋଟ ହେଇଥିଲି ନା ଡେଟ୍ ମନେ ନାହିଁ ତ ତାଙ୍କ ସେ ଆଉ ମାନେ ଆଉ ସମସ୍ତେ ଭାବିଲେ ଆଉ ନୁହଁ ଯୋଉ ଭାଗବତ ଗୀତା ନା କଣ ପଢନ୍ତି ତ ପଢିଲେ ଆସିକି ତ ସେଠି ଆମ ସାହିରେ ଜଣେ ମାଇଁ ହେବେ ସେ କହିଲେ କି ସିଏ ତା ନାତୁଣୀକି ଖୋଜୁଛି ଆଉ ତାକୁ ଦେଖା କରିବା ପାଇଁ ଚାହୁଁଛି ଆଉ ତାକୁ ଡାକ ସେ ତାକୁ ଦେଖିକି ପଳେଇବ ତ ଦିନ କଥା ମନ ଗଲା ଦେଖିକି ପଳେଇବ ତ ମତେ ମାନେ ବର୍ଷା ଏତେ ଜୋରେ ହଉଥାଏ ସେଦିନ ମାନେ ମତେ ଲାଗୁଥାଏ ଯେମିତି ବାଦଲ ଫାଟିଯିବ ଆମେ ବାହାରିକି ଗଲୁ 12ଟା ବେଳେ ବାବାଙ୍କର ମୋର ଲିଟଲି ବହୁତ ଛୋଟ ହେଇଥିଲା ମା ପାଖରେ ଥିଲା ବାବାଙ୍କ ମୋର ବାହାରିକି ଗଲୁ ତାପରେ ବାଟ ସାରା ଆମେ ନିହାତି 7-8 ଜାଗା ରହି ଯାଇଛୁ 8 ଜାଗା ରହି ଗଲୁ ମାନେ 20 ମିନିଟ୍ 30 ମିନିଟ୍ର ବାଟକୁ ଆମେ 12ଟାରୁ ବାହାରିଲୁ ସେଠି ଯାଇ ପହଞ୍ଚିଲୁ 4:30-5ଟାରେ ମାନେ ବୁଝିପାରୁଥିବେ କେମିତିକା ବର୍ଷା ହଉଥିଲା ସେଦିନ ତ ବାଟ ସାରା ମୋର ଯେତେବେଳେ ବି ସେଇ ବାଟରେ ଯାଏ ଯୋଉ ବାଟରେ ରହି ଯାଇଥିଲୁ ସେ ବାଟ ଦେଖିଲେ ମତେ ବହୁତ ମନେ ପଡେ ଆଉ କୁହେନି ବଟ୍ ମୋ ମନରେ ହିଁ ସବୁବେଳେ ରଖିଥାଏ ସେ ବାଟ ସାରା ମାନେ ରହି ଗଲୁ ତାପରେ ମୁଁ ବି ଏମିତି ପାଗେଳି ମାନେ ଗଲି ମୁଁ ତାଙ୍କ କତିକି ନ ଯାଇକି ମୁଁ ଯେତେବେଳେ ଯାଏ ମାନେ ସବୁ ସାହିରେ ପଳାଏ କାହିଁକିନା ସାହିରେ ସମସ୍ତଙ୍କର ଗେଲା ମୁଁ ଥିଲି ଏତେ ଗେଲାରେ ମୁଁ ବଢିଥିଲି ସତ କଥା ମୁଁ ଯେତିକି ମାନେ ମୋ ଛୁଆକୁ ବି ମୁଁ ଗେଲା ମାନେ ସ୍ନେହ ଦେଇପାରିବିନି ସାହି ସାରା ସମସ୍ତଙ୍କର ମୁଁ ଏତେ ଗେଲା ଥିଲି ଆଜି ବି ଅଛି ମୁଁ ଜାଣିଛି ସମସ୍ତେ ମତେ ଆଜି ବି ଭଲ ପାଆନ୍ତି ମୁଁ ଗଲା ମାନେ ସମସ୍ତେ ଖାଇକି ଯାଇଥିଲେ ବି ମାନେ ଖୁଆଇବେ ମାନେ ଏତେ ଭଲ ପାଇବା ଆଜି ବି ଅଛି ତ ସମସ୍ତଙ୍କୁ ଧନ୍ୟବାଦ ତ ମୁଁ କହିଲି ମା ଏତିକି ଡାକିଛି ଖାଲି ମା ମୁଁ ଯାଉଛି ଚିନ୍ଦିଦି ଘରକୁ ବୁଲିକି ଆସୁଛି ତ ଗଲି ବୁଲିବା ପାଇଁ ତାଙ୍କ ଏଠି ଯାଇକି ବସିକି ଖାଉଛି ତାଙ୍କ ସେଦିନ ବାର ଥିଲା ଆମ ଘରେ ତ ଠାକୁର ଅଛନ୍ତି ଭାଗବତ ଘର ଅଛନ୍ତି ଆମ ଘରେ ଆଇଁଷ ପଶେନି ତ ମାନେ ଚିକେନ ପଶେନି କି ଅଣ୍ଡା ପଶେନି କେବଳ ମାଛ ମଟନ ଚିଙ୍ଗୁଡି ଏମିତି ତ ସେଥିପାଇଁ ତାଙ୍କର ହେଇଥିଲା ସେଦିନ ତ ମତେ ଡାକିଲା ଦିଦି ଆଉ ଆସେ ଖାଇବୁ ଆସ ମୁଁ ଯେତେବେଳେ ଯାଏ ସମସ୍ତଙ୍କ ଘରେ
ସମସ୍ତଙ୍କ ଘରେ ସମସ୍ତେ ଡାକନ୍ତି। ଆଜି ବି ଗଲେ ଯଦି ମୁଁ ଖାଇବିନି ସମସ୍ତଙ୍କ ରାଗ ପଶିଯିବ, ଖାଇଲାନି ଆମ ଘରେ। ତ ଏତେ ଭଲ ପାଇବା, କଥା କହିପାରୁନି। ତ ଯେତେବେଳେ ମୁଁ ତାଙ୍କଠି ଖାଉଥାଏ, ଫୋନ ଗଲା କି ଛୁଆକୁ ନେଇ ଆସ, ମତେ ଆଉ ସେମାନେ କେହି କିଛି କହିଲେନି। ମତେ ଶାନ୍ତି ଦେଇ, ସିଏ ବି ଏ ଦୁନିଆରେ ନାହିଁ। ଅଳ୍ପ କେତେ ଦିନ ହେଲା ସିଏ ବି ଠାକୁରଙ୍କ ପାଖକୁ ପଳେଇଲା। ତ ସିଏ ମତେ ନେଇକି ଗଲା। ମୁଁ ଯେତେବେଳେ ମୋ ବାପା ମାନେ ମୋ ଜେଜେ ଆଉ ନାହାନ୍ତି, ମୁଁ ଖାଲି ମୋ ଟୋନ ଶୁଣିଛନ୍ତି, ମା ମୁଁ ଚିନି ଦିଦି ଘରକୁ ଯାଉଛି, ସେତିକି ଖାଲି ଶୁଣିଛନ୍ତି। ସେତିକିରେ ସେ ଆଖି ବୁଝିଦେଲେ। ମୁଁ ଏତେ ହତଭାଗିନି, ପାଟିରେ ପାଣି ବି ଦେଇ ପାରିଲିନି। ମୁଁ ସବୁବେଳେ ଅଫସୋସ ଯେ ମୋ ପାଟି ସାଉଣ୍ଡ କୁ ଶୁଣିବା ପାଇଁ ଅପେକ୍ଷା କରିଥିଲା, ପାଖକୁ ବି ଯାଇ ପାରିଲିନି। ତ ସେ ତାପରେ ସିଏ ତାଙ୍କର ଡେଥ ହେଇଗଲା। ବର୍ଷା ତ ହଉଥିଲା, ପୋଡା ହେଇପାରିବନି, ସେଥିପାଇଁକା ସକାଳକୁ ପୋଡା ହେଲା। ତାପରେ ଯୋଉ ବେଳିକା ଖାଆନ୍ତି, ମୁଁ ତ ଛୋଟଟେ ହେଇଥିଲି, ଛୋଟଟେ ହେଇଥିଲି ସେତେବେଳେ ବେଳିକା ଖାଇଲି। 6 ଦିନ ଯାଇ ଖାଇଛି। ତାପରେ ମୋ ଦେହ ଖରାପ ହେଲା, ସେଥିପାଇଁ ବେଳିକା ବି ଖାଇପାରିଲିନି। ତାପରେ ସେ ଏତେ ସବୁ ହେଲା ପରେ ବି 2011ରୁ 2026 ହେଲାଣି, କୋଉ ଦିନ ନାହିଁ, କୋଉ ଦିନ ନାହିଁ ସେ ମତେ ଦେଖା ଦିଅନ୍ତିନି। କେହି ବିଶ୍ୱାସ କରନ୍ତୁ କି ନ କରନ୍ତୁ, ବଟ ମାନେ ମୁଁ ଯଦି କିଛି ବି ମୋ ପାଇଁ ମାନେ ଶତ୍ରୁ ତ ବହୁତ ଅଛନ୍ତି, ଏଇଟା ମୁଁ ସମସ୍ତଙ୍କ ମୁହଁରେ କହିଦିଏ। ସେଥିପାଇଁ ମୋର କିଛି ବି ବିପଦ ଆସିବାକୁ ଥିବ, ସେ ମତେ ଦେଖା ଦିଅନ୍ତି। ଆଉ ଏମିତି କି ଆପଣ ମାନେ ବିଶ୍ୱାସ କରିବେନି, ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଯେବେ ଥିବ, ତା ପୂର୍ବ ଦିନ ରାତିରେ ମତେ ଦେଖାଦେବେ। ମତେ ଜଣେଇ ଦେବେ ଯେ ମୋର କାଲି ପିଣ୍ଡ ଅଛି। ଏମିତି କି ଥରେ ମନେ ନଥିଲା, ମାର ମନେ ନାହିଁ କି ମୋର ମନେ ନାହିଁ, ରାତିରେ ଆସି ମତେ ଜଣେଇଲେ ମୋର ହଠାତ୍ ଆମର ମା କୁ ଯାଇ କହିଲେ ଆମର ହେଲା। ତ ମୋ ମା ଯେହେତୁ ତାଙ୍କ ବୋହୂ, ତ ପିଣ୍ଡ ପକାଏ। ତ ମାନେ କଣ କହିବି, ସେ ଏତେ ମତେ ଭଲ ପାଆନ୍ତି। ଆଉ ଗୋଟେ କଥା, ଯେତେବେଳେ ମୋର ଯୋଉ ଜିନିଷ ଟା ଦରକାର, ମୁଁ ଖାଲି ଏତିକି କହିଦେବି, ବାପା ମୋର ଏଇ ଜିନିଷ ଟା ଦରକାର, ମତେ ଦିଅ, ମନେ ମନେ କହିଦିଏ। ତ ସତରେ ଆପଣ ମାନେ ବିଶ୍ୱାସ କରିବେନି, ଜିନିଷ ଟା ମୋ ପାଖରେ ଆସି ଥୁଆ ହେଇଥିବ, ମୁଁ ସତ କଥା ଏଇଟା, ମାନେ ମତେ ଫିଲ୍ ହୁଏ ସବୁ ପାଖାପାଖି ଅଛନ୍ତି। କୋଉମାନେ ବିଶ୍ୱାସ କରୁଥିବେ କି ନାଇଁ ସେଟା ମୁଁ ଜାଣିନି, ବଟ ମୁଁ ମାନେ ମୋ ପାଖରେ ଆସି ଥୁଆ ହେଇଥିବ। ଯୋଉ ଜିନିଷ ମୋ ପାଇଁ ନଥିବ, ମୁଁ ମାଗିଦେବି, ବାପା ମତେ ଦରକାର, ବାସ୍ ସେତିକି। କେମିତି ଆସିବ, କଣ ଆସିବ, ସେଇଟା ମୁଁ ଜାଣିନି, ସେ ଆସି ପହଞ୍ଚିଯିବ। ଆଉ ଆପଣ ଭାଇନାଙ୍କୁ ପାଇଛି କେବଳ ତାଙ୍କରି ପାଇଁ। ମତେ ଦିଥର ସ୍ୱପ୍ନରେ ଦେଖେଇଛନ୍ତି ଯେ ମାନେ ଏଇ ତୋ ପାଇଁ ପରଫେକ୍ଟ, ଆଉ ଆଶୀର୍ବାଦ ଦଉଛନ୍ତି। ମତେ ଦେଖେଇଲେ ଦେଖେଇଲେ, ମୋ ମା କୁ ବି ସ୍ୱପ୍ନରେ ଦେଖେଇଲେ, ଆଉ ବାହାଘର କରିଦଉନୁ, ମାନେ ସେତେବେଳେ ଟିକେ ବାହାଘର ପାଇଁ ମନା କରୁଥିଲେ ଘରେ କରିବା ପାଇଁ, କିଛି ପ୍ରୋବ୍ଲେମ ପାଇଁ। ଯୋଉ ଲଭ ଷ୍ଟୋରି ଆପଣ ମାନେ ଦେଖି ସାରିଥିବେ, ସେଇମାନେ ଜାଣିଥିବେ। ତ ସେଥିପାଇଁକା ମନା କରୁଥିଲେ, ତ ମା କୁ ସ୍ୱପ୍ନରେ ଆସି ଦେଖେଇଲେ, ନାଇଁ ତୁ ବାହାଘର କରିଦେ ତାକୁ, ତା ସହିତ। ତ ଏତେ ଭଲ ପାଇବା, ସତ କଥା ମୁଁ କାହା ଠାରୁ ପାଇନି। ମାନେ କଣ କହିବି। ଆଉ ଏମିତି କି କାଲି ରାତିରେ ବି ମୁଁ ତାଙ୍କୁ ସ୍ୱପ୍ନରେ ଦେଖିଛି। ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ, ତ ମୁଁ କାଲି ରାତିରେ ହିଁ ସ୍ୱପ୍ନରେ ଦେଖିଛି।
ଆଉ ଏତିକି ମାନେ ଆଗରୁ ସବୁବେଳେ ଦେଖା ଦିଅନ୍ତି, ବଟ୍ ମ୍ୟାରେଜ ପରଠାରୁ ବାସ୍ ଯେତେବେଳେ ମୋର ଅସୁବିଧା ପଡେ ମୁଁ କାନ୍ଦେ, ସେତେବେଳେ ଆସି ଦେଖା ଦିଅନ୍ତି। ସବୁବେଳେ ରାତିରେ ଆଉ ନାହିଁ। ଯେତେବେଳେ କାନ୍ଦେ ଆଉ ଯୋଉ ମ୍ୟାରେଜ ପରଠାରୁ ଯେତେବେଳେ କାନ୍ଦେ କିମ୍ବା ମୋର ବିପଦ ମୋ ଉପରେ ପଡେ, ଆଉ ଯଦି ମୁଁ ତାଙ୍କୁ ଖୋଜୁଥିବି। ଆଉ ବେବି ହେଲା ପରଠାରୁ, ବେବି ରହିବା ପରଠାରୁ ବେଶୀ ଆସନ୍ତିନି, କାଳେ ମୁଁ ଡରିବି କି କଣ କେଜାଣି ଭାବନ୍ତି। ବାସ୍ ଅଳ୍ପ ଦେଖା ଦେଇଛନ୍ତି, 5-6 ଥର, 7 ମାସ ହେଲାଣି 5-6 ଥର। ନହେଲେ ବାହାଘର ପୂର୍ବରୁ ମାନେ ଡେଲି ରାତିରେ ମୁଁ ତାଙ୍କ ସ୍ୱପ୍ନ ଦେଖେ। ସେ ମୋ ପାଖରେ ଆସୁଛନ୍ତି, ମତେ ଖୁଆଇ ଦଉଛନ୍ତି, ମତେ ଗେହ୍ଲା କରୁଛନ୍ତି, ସବୁ କିଛି। ଯୁଆଡେ ଯିବେ ମତେ ନେଇକି ଯିବେ, ସବୁ ମୁଁ ତାଙ୍କ ଜୀବନ ପୁରା ଥିଲି। ତାଙ୍କ ସ୍ତ୍ରୀ ଯେ ଛୁଆ ମା, ସିଏ ତାର ବି ଥିଲି। ରଜ ହବ ମାନେ ଆପଣ ମାନେ ବିଶ୍ୱାସ କରିବନି ନାଇଁ, ମୁଁ ରଜରେ ବି ସବୁ ବର୍ଷ ମନେ ପକାଏ। ରଜ ମାନେ ଆମର ସେ ଘରଟା ଆପଣ ମାନେ ଦେଖିଥିବେ, ଯଦି ନ ଦେଖିଥିବେ ମୁଁ ପକେଇଦେବି ସ୍କ୍ରିନରେ, ପୁରା ଯେମିତି ମାନେ ରାଜଉଆସ ମାନେ ସେଇ ଟାଇପର ପୁରୁଣା ଘର, ନିହାତି 100 ବର୍ଷ ଉପରେ ହବ ସେ ଘର। ତ ସେ ଘର ମାନେ ତାର ସବୁ ମାନେ ଇଏ ଅଛି। ଭଲ ସେ ଭିଡିଓ ବନେଇନି, ଅଛି ଆପଣ ମାନେ ଯାଇକି ଦେଖିପାରିବେ ୟୁଟ୍ୟୁବ ଚ୍ୟାନେଲରେ। ବହୁତ ତଳେ ଅଛି, ଆପଣ ମାନେ ଦେଖିବେ ଯାଇକି। ତ ସେ ଘର ଭୂତ କୋଠି ହେଇଗଲାଣି, କିନ୍ତୁ ସେ ଘର ମାନେ ଏମିତି ଥିଲା, ମାନେ ଆପଣ ମାନେ ବିଶ୍ୱାସ କରିବେନି, ମାନେ ରଜ ହବ ମାନେ ଦୋଳି ଲଗା ହବ 2 ଦିନ ପୂର୍ବରୁ। ଆଉ କାଳିଆପା ଦୋଳି ଲଗେଇବେ, ଆଉ ମୋ ଛୁଆ ମା ମତେ ଝୁଲେଇବ ରଜ ଗୀତ ବୋଲିକି। ମାନେ ଏତେ ଭଲ ପାଇବା, ମୁଁ ସତ କଥା ସବୁବେଳେ ମୁଁ ହିଁ ମନେ ପକାଏ। ଏବେଠୁ ମୋ ଛୁଆ ରହିଲା, ମୁଁ ସବୁବେଳେ ଏଇ କଥା ଭାବେ, ମୁଁ ଯେତିକି ଭଲ ପାଇବା ସମସ୍ତଙ୍କ ଠାରୁ ପାଇଛି ନା, ମୁଁ କେବେ ବି ତାକୁ ଦେଇପାରିବିନି, କେବେ ବି ନୁହଁ। କାହିଁକି ନା ମୁଁ ବହୁତ ସାରା ଗେହ୍ଲାରେ ପଡିଥିଲି, ଏତେ ଗେହ୍ଲା ଯେ ମାନେ ତ ମାନେ 2011-26 ହେଲାଣି, ଆଜି ବି ତାଙ୍କୁ ସେତିକି ମନେ ପକାଏ, ସେତିକି ଭଲ ପାଏ। କାଶ ଫେରି ଆସନ୍ତି କି, ଯଦି ମୋର ପୁଅଟେ ହେଲା ଠାକୁରଙ୍କ ଦୟାରୁ, ସିଏ ହିଁ ମୋ ପୁଅ ହେଇକି ଜନ୍ମ ହୁଅନ୍ତୁ। ଝୁଅଟେ ହେଲେ ତ ମୁଁ ଆଗରୁ କହିଛି ମା ଆସିବେ ଆମର, ମୋ ଶାଶୁ ଯିଏ। ଆଉ ଯଦି ପୁଅଟେ ହେଲା, ଠାକୁର ପ୍ଲିଜ ମତେ ମୋ କାଳିଆ ପାଇଁ ଦରକାର, ମୋ କାଳିଆ ପାଇଁ ଆସିକି ମୋ କୋଳରେ ଜନ୍ମ ହୁଅନ୍ତୁ, ଆଉ କିଛି ଦରକାର ନାହିଁ। ମୁଁ ସବୁ କିଛି ପାଇଛି, ଆପଣଙ୍କ ଇଏରୁ ସବୁ କିଛି ପାଇଛି। ତ ଏତେ ଭଲ ସ୍ୱାମୀ, ତ ମା ବାପା, ସବୁ କିଛି ମୁଁ ପାଇଛି। ମୋର ବେଶୀ କିଛି ଦରକାର ନାହିଁ, ଲୋଭ ତ କୋଉଥିରେ ନାହିଁ। ବାସ୍ ଖାଲି ମୋ କାଳିଆପାକୁ ମୋ କୋଳରେ ଜନ୍ମ ଦେଇଦିଅନ୍ତୁ, ଆଉ ଭଲ ଲାଗୁନି କିଛି। ତ ସବୁ ମାନେ ଶ୍ରାଦ୍ଧରେ ମୋ ମା ଶ୍ରାଦ୍ଧ ପକାଏ, ଅରୁଆ ଖାଏ, ମୁଁ ବି ଖାଏ। ବାହା ହେଲା ପରଠାରୁ ଯାହା ବି ହେଲେ ଶାଶୁ ଘରୁ ଆସିଲି ନା, ଅନ୍ୟ ଗୋତ୍ର ହେଲି, ତ ମା ମନା କରେ ତୁ ଖାଇବୁନି, ବଟ ମୁଁ ଖାଏ। ଆର ବର୍ଷ ଖାଇଥିଲି, ଶାଶୁ ଘରେ ଥିଲି, ଆର ବର୍ଷ ଖାଇଥିଲି, ଆଉ ଏ ବର୍ଷ ବି ମୁଁ ଖାଇବି। ମୁଣ୍ଡ ଧୋଇନି ଅବଶ୍ୟ, କାହିଁକି ନା ଏବେ ମୁଣ୍ଡ ଧୋଇଥିଲି, ଯଦି ମୁଣ୍ଡ ଧୋଇବି ଥଣ୍ଡା ହବ, ବେବି ଅଛି ନା, ତ ସେଥିପାଇଁକା ମୁଣ୍ଡରେ ପାଣି ହାତ ମାରିଦେଇଛି। ବଟ୍ ମୁଁ ଅରୁଆ ହିଁ ଖାଇବି। ଆଉ ସିଏ ମୋ ଜୀବନ ଦେଲେ, ମୁଁ ସବୁ କିଛି ଛାଡିଦେବି। ସିଏ ଯଦି ମତେ କିଏ କହନ୍ତା ତୁ ସବୁ କିଛି ଛାଡିଦେ, ମୁଁ ତ କାଳିଆକୁ ଫେରିଦେବି, ସତ କଥା ମୁଁ ସବୁ କିଛି ଛାଡିଦେବି। ଆଉ ଆପଣ ମାନେ ବିଶ୍ୱାସ କରିବେନି, ଆମ କାଳିଆପା ଯେମିତି ଥିଲେ ଆପଣଙ୍କ ଭାଇନା ସେମିତି। ପୁରା ପୁରା ମତେ ସେତିକି ଭଲ ପାଆନ୍ତି, ମୁଁ ତାଙ୍କ ଉପରେ ଟିକେ ଚିଡ଼ି ଯାଏ। ଭଲ ପାଇବା ତ ରାଗ ରୁଷା ଥାଏ। ଆଉ ମୋ ମା ମତେ ମାରିଥିବ ହେଲା, ସେ ଖାଇବେନି ସେଦିନ, ଜମା ଖାଇବେନି, ସେମିତି ଉପାସ ରହିବେ। ମୋ ମାଉନି କାଇଁ ମାଇଲୁ, ଆକ୍ଚୁଆଲି ଆପଣ ମାନେ ଜାଣିଛନ୍ତି କି ନାଇଁ ମୁଁ ଜାଣିନି, ମୋ ନାଁ ମାଉନି କେହି ବି ଡାକନ୍ତିନି, ମୋ ନାଁ ଲିତୁ, ଆଉ ଭଲ ନା ସ୍ମରଣିକା। ଝାଳ ହେଇଗଲାଣି,
ମୁଣ୍ଡ କୁଣ୍ଡେଇ ହେଲେ ସ୍ମରଣିକା ମାଉନି କେହି ବି ଡାକନ୍ତି ନାହିଁ, କେବଳ ସେଇ ଲୋକ ହିଁ ଡାକନ୍ତି। ଆଉ ସେ ଯେବେଠୁ ଚାଲିଗଲେ ନା ମାଉନି ଡାକ ପୁରା ବନ୍ଦ ହେଇଗଲା, କାହିଁକିନା ସେ ଜଣେ ହିଁ ଡାକୁଥିଲେ। ତ ଯେତେବେଳେ ମୁଁ ସୋସିଆଲ ମିଡ଼ିଆକୁ ଆସିଲି ମୁଁ ଭାବିଲି ମୋ ନାଁଟା ହିଁ ମାଉନି ମୁଁ ରଖିବି, କାହିଁକିନା ସାରା ଦୁନିଆ ଯଦି ସୋସିଆଲ ମିଡ଼ିଆରେ ଯଦି କିଛି ବି ଆଗକୁ ଯାଏ ସାରା ଦୁନିଆ ହିଁ ଜାଣିବ ମୋତେ ମାଉନି ନାଁରେ। ତ ସେଥିପାଇଁ ମୁଁ ମୋ ନାଁ ମାଉନି ରଖିଲି। ଆଉ ଆଜି ମତେ ଲିତୁ ନାଁରେ କେହି ବି ଚିହ୍ନି ନାହାନ୍ତି। ଯଦି ଆପଣମାନେ ଯାଇ କହିବେ ଲିତୁ କି କଣ, କେହି ବି ଜାଣିପାରିବେନି, ସମସ୍ତେ ମାଉନି। ଏମିତିକି ମୋ ଶାଶୁ ଘର ଲୋକ ବି ମୋ ନାଁ ଦେଇଛନ୍ତି ସିନୁ। ଆଉ ଆପଣ ଭାଇନା ପଡ଼ିବ ଜିରେ, ଜି ବୁଝିପାରୁଥିବେ। ତ ସେଇ ଅନୁସାରେ ମୋ ନାଁ ସିନୁ ଦିଆହେଇଛି। ତ କିନ୍ତୁ ମତେ ସମସ୍ତେ ମାଉନି ଡାକନ୍ତି, ଯାହାର ଯୋଉ ହିସାବରେ ବି ମାଉନି ଭାଉଜ, ମାଉନି ମାଇଁ, ମାଉନି ଖୁଡି ଯାହା ବି ସମସ୍ତେ ମାଉନି ନାଁରେ ହିଁ ଡାକନ୍ତି। ତ ମୁଁ ସତ କଥା ମୋ ମାନେ ସେ ନାଁ ଟା ପୁରା ବନ୍ଦ ହେଇଯାଇଥିଲା, ବଟ୍ ମୋର ମାନେ ଏଇ ଗୋଟେ ଛୋଟ ଇଏ ପାଇଁ ସମସ୍ତେ ମତେ ସେଇ ନାଁରେ ପୁଣି ଡାକିଲେ। ଆଉ ଯେତେବେଳେ ଆପଣଙ୍କ ସ୍ପେଶାଲି ଯେତେବେଳେ ଆପଣଙ୍କ ଭାଇନା ମତେ ମାଉନି ଡାକିଛନ୍ତି ନା, ମତେ ଅଲଗା ନାଁରେ ଡାକନ୍ତିନି, କାହିଁକିନା ସେ ଜାଣିଛନ୍ତି। ତ ବେଶୀ କରି ଆପଣଙ୍କ ଭାଇନା ଯେତେବେଳେ ମତେ ମାଉନି ଡାକିଛନ୍ତି ନା, ମତେ ସେତେବେଳେ ମୋ କାଳିଆ ପାଇଁ ଡାକିଲା ଭଳିଆ ଫିଲ୍ ହୁଏ। ସତ କଥା ଏଇଟା। ତ ମୁଁ ବସ୍ ଏତିକି ଚାହେଁ ମୋ କୋଳରେ ସେ ଖାଲି ଜନ୍ମ ହୋଇଯାଆନ୍ତୁ। ବହୁତ ମନେ ପଡୁଛି, ବହୁତ ଏତେ ମନେ ପଡୁଛନ୍ତି ଯେ ମୁଁ କହିପାରିବିନି। ଆଖିରେ ଲୁହ ହିଁ ଆପଣ ମାନଙ୍କୁ ଠିକ ଉତ୍ତର ଦଉଥିବ। ତ ଏମିତି କିଛି ଭିଡିଓ ଥିଲା ଯୋଉଟା କି ଆପଣମାନଙ୍କ ସହିତ ସେୟାର କରିଦେଲି, ମନଟା ଭଲ ଲାଗିଲାନି ତ ସେଥିପାଇଁ ଆପଣମାନଙ୍କ ସହିତ ସେୟାର କରିଦେଲି। ଯଦି ଭିଡିଓ ଭଲ ଲାଗିଛି ଆପଣମାନେ ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ ନିହାତି କରିବେ। ଫେସବୁକ୍ ଇନଷ୍ଟାକୁ ଫଲୋ ନିହାତି କରିଦେବେ, ଆଉ ୟୁଟ୍ୟୁବକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଆଉ ନୂଆ ନୂଆ ଭିଡିଓ ଆସିବା ପାଇଁ ଆପଣମାନେ ୱେଟ୍ କରିଥିବେ। ସାଧୁକିଆ କେବେ ଆପଣମାନଙ୍କୁ ନେକ୍ସଟ ଭିଡିଓରେ ଆପଣମାନଙ୍କ କତିକି ନେଇକି ଆସିବି। ଆଉ ତାପରେ ସେ ପର୍ଯ୍ୟନ୍ତ ଆପଣଙ୍କର ରହିଥାନ୍ତୁ। ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ, ଜୟ ମା ଶାରଳା। লাইক কর, কমেন্ট কর, ভিডিওটা ভাইরাল কর।